দেবতা উপস্থিত হইছন্তে প্রথম ଯେଉଁ ଗଛର ଅଛି ଭାଇନା ସେଇ ଗଛରେ ସ୍ୱର୍ଗ ଛାଡ଼ି କେମିତି ତାକୁ ଆସି ଅଛନ୍ତି ସେହିପରି ନା ଅକ୍ଷରେ କେମିତି ତା ବିଦ୍ୟମାନ ଅଛନ୍ତି ଇ ଅକ୍ଷରେ ମଧ୍ୟ କେମିତି ତା ଦଣ୍ଡା ମାନ ଅଛନ୍ତି ଭୂ ଅକ୍ଷରେ ମଧ୍ୟ ସ୍ୱର୍ଗ ରାଜ୍ୟରୁ କେମିତି ତା ଆସି ଅଛନ୍ତି ଶେଷ ପଞ୍ଚମ ଅକ୍ଷର ଲାଗିବା ଅକ୍ଷର ମହାପୁର ମଧ୍ୟ କେମିତି ତା ଏଠାରେ ଅଛନ୍ତି ଏ ଯେଉଁ ପଞ୍ଚ ଦେବତା ବା ପଞ୍ଚ ନାରାୟଣଙ୍କୁ କାହିଁକି ନିମନ୍ତ୍ରଣ କରାଯାଇଅଛି ଏଇ ପଥରମୁଣ୍ଡା ଗାଁରେ ବାସ କରୁଥିବା ଗଞ୍ଜା ଠାରୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ସଂକ୍ରାନ୍ତି ପୂଜା କରୁଥିବା ମା ମାଉସୀ ଦାଦା ଭାଇ ମାନଙ୍କୁ ଆଶୀର୍ବାଦ କରିବା ସକାଶେ ସ୍ୱର୍ଗ ଛାଡ଼ି ଯେତେବେଳେ ସମସ୍ତ ଦେବାଦେବୀ ମାନେ ଛୁଟି ଆସି ଅଛନ୍ତି ଏଇ ସମୟରେ ସମସ୍ତ ଦେବାଦେବୀ ମାନେ କଣ ଆଶୀର୍ବାଦ କରୁଛନ୍ତି ଭାଇନା ବସ ତୁ ଦେବାଦେବୀ ବାସେ ନିଶ୍ଚଲା ଆସନ ବୋଧେ বসতু মানে কি বাস করিবা সিন্ধু পুত্রী হেলে কি মা ধনলক্ষ্মী অর্থাৎ এই পথরমুন্ডা গাঁরে বাস করুবা সমস্ত গ্রামবাসী মানଙ୍କର গৃহ ମଧ୍ୟରେ মা ধনলক্ষ্মী বসা বান্ধিকি অর্থাৎ ସମସ୍ତଙ୍କର ଗୃହ ମଧ୍ୟରେ ଧନଧାନ୍ୟ ପରିପୂର୍ଣ୍ଣ ଥାଉ ବନ୍ଦ ସାଗରେ କବାର ହରି ହରି ବଳ ଭୁଜ ଦଣ୍ଡେ ଚଣ୍ଡିକା ବରି ହନ୍ତେ ସମସ୍ତ ଗ୍ରାମବାସୀ ମାନଙ୍କର ବାହୁ ଯୁଗଳ ମଧ୍ୟରେ ମା ଚଣ୍ଡିକା ରହିକି ତଥା ମା ଭଗବତୀ କାଲି ରହିକି ତାଙ୍କର ଶତ୍ରୁ ମାନଙ୍କୁ ବିନାଶ କରିକି ତାଙ୍କର ମନ ବାଞ୍ଛା ପୂରଣ କନ୍ତୁ ବନ୍ଦ ସାଗରେ କବାର ହରି ହରି ବଳ ସରଜିତ ମଧ୍ୟ ଭାରତୀ ଭାବ ଯୁକ୍ତା ଭାରତୀ ହେଲେ କି ମା ବୀଣା ପାଣି ସରସ୍ୱତୀ ଗ୍ରାମବାସୀ ତା ଗ୍ରାମରେ ଥିବା ପାଠକ ବାଟିକା ମାନଙ୍କର ମୁଖାଗ୍ରରେ ମା ବୀଣା ପାଣି ସରସ୍ୱତୀ ବସା ବାନ୍ଧିକି ତଥା ବିଦ୍ୟାଦାତା ଗଣେଶ ରହିକି ବିଦ୍ୟା ବୁଦ୍ଧିରେ ପାରଙ୍ଗମ କନ୍ତୁ ବନ୍ଦ ସାଗରେ କବାର ହରି ହରି ବଳ ଏହି ସଂକ୍ରାନ୍ତି ପୂଜା କରୁଥିବା ଉପାସୀ ମାନଙ୍କର ନାରାୟଣ ପ୍ରଭୁ ଉତ୍ତରତର ମଙ୍ଗଳ କରନ୍ତୁ ସ୍ୱାଧୀ ଠାକୁର ବନ୍ଦ ସାଗରେ କବାର ହରି ହରି ବଳ ତାଙ୍କ ଗୃହରେ ଧନ ଜନ ଗୋବରକ୍ଷ୍ମୀ ଦେବତ ପ୍ରାପ୍ତ କରନ୍ତୁ ସେମାନେ ଠାକୁର ବନ୍ଦ ସାଗରେ କବାର ହରି ହରି ବଳ ତାଙ୍କର ପୁତ୍ର ପୁତ୍ରୀଙ୍କର ଆୟୁଷ ବର୍ଦ୍ଧମାନ କରନ୍ତୁ ସ୍ୱାଧୀ ଠାକୁର ବନ୍ଦ ସାଗରେ କବାର ହରି ହରି ବଳ ଏବେ ଆଉ ସ୍ୱର୍ଗ ମଧ୍ୟରେ ଦେବା ଦେବେ ନାହାନ୍ତି ସମସ୍ତ ଦେବା ଦେବୀ ଯେତେବେଳେ କେହି ପଥରମୁଣ୍ଡା ଗ୍ରାମ ମଧ୍ୟରେ ଅଛନ୍ତି ଏହି ସମୟରେ ଯଦି ଭକ୍ତି ଭାବରେ ତାଙ୍କର ନାମ ଆମେ ଶ୍ରବଣ କରିବା ନିଶ୍ଚୟ ଦେବା ଦେବୀ ମାନେ ସମସ୍ତଙ୍କର ମଙ୍ଗଳ କରିବେ ତେଣୁ କରିକି ଭାଇନା ଆମର ଇଷ୍ଟମା ଯେ କି ହେଉଛନ୍ତି ମା ସମଲେଶ୍ୱରୀ ବିନା ପାଣି ମା ଶାରଳା ସେଇ ମା ସମଲେଶ୍ୱରୀଙ୍କୁ ସର୍ବପ୍ରଥମରେ ଆବାହନ ଚାଲିଦେବ ଧ୍ୟାନ ମନ୍ଦିର ଲାଗିଥିବ ପିଲା ଲାଗିଥିବ ଭାଇନା ପ୍ରଥମରେ ଲାଗିଥିବ ମାକୁ ଜଗତଜନନୀ ମା ସମଲେଶ୍ୱରୀକୁ ଲାଗିଥିବ ଭାଇନା